14ଟି ନିୟମ ଯାହାଦ୍ୱାରା ସମସ୍ତେ ଆପଣଙ୍କୁ ଗୁରୁତ୍ୱ ଦେବେ। କମ୍ କହିବା ଆରମ୍ଭ କରନ୍ତୁ। ଶୀଘ୍ର ରିପ୍ଲାଏ ଦେବା ବନ୍ଦ କରନ୍ତୁ। ସବୁବେଳେ ଆଭେଲେବଲ୍ ରୁହନ୍ତୁ ନାହିଁ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ନିଜ କାମ ଉପରେ ଫୋକସ୍ କରନ୍ତୁ। ଯୁକ୍ତି ତର୍କ କରନ୍ତୁ ନାହିଁ। ଅଧିକ ଉପଦେଶ କାହାକୁ ଦିଅନ୍ତୁ ନାହିଁ। ଧନୀ ହେବାକୁ ଚେଷ୍ଟା କରନ୍ତୁ। ବହି ପଢ଼ି ଅଧିକ ଜ୍ଞାନ ଶିଖନ୍ତୁ। ସଫା ସୁତୁରା କପଡ଼ା ପିନ୍ଧନ୍ତୁ। ଅଧିକ ଉତ୍ତେଜିତ ହୁଅନ୍ତୁ ନାହିଁ। ଖରାପ ଚିନ୍ତା କରନ୍ତୁ ନାହିଁ। ଅଧିକ ଭାବିବା ବନ୍ଦ କରନ୍ତୁ। ବ୍ୟାୟାମ କରିବା ସମୟରେ ବ୍ୟାୟାମ କରିବା ପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଆମକୁ ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ କରିବା ପୂର୍ବରୁ ଯଦି ହାଲିଆ ଲାଗୁଛି ତେବେ ବିଳମ୍ବ ନ କରି କିଛି ସମୟ ବିଶ୍ରାମ ନିଅନ୍ତୁ। ବ୍ୟାୟାମ କରିବା ପୂର୍ବରୁ ବ୍ୟାୟାମ ଏକ୍ସପର୍ଟଙ୍କ ସହ ବିଶଦ ଭାବରେ ଆଲୋଚନା କରନ୍ତୁ। ଡାକ୍ତରଙ୍କ ନିକଟରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ମଧ୍ୟ ଭୁଲନ୍ତୁ ନାହିଁ। କେଉଁ ପ୍ରକାର ବ୍ୟାୟାମ କଲେ ତାର ସୁପ୍ରଭାବ ଶରୀର ଉପରେ ପଡ଼ିବ ତାହା ବି ଭଲ ଭାବରେ ଜାଣି ନିଅନ୍ତୁ। ସକାଳ କିମ୍ବା ସନ୍ଧ୍ୟାର କେଉଁ ସମୟରେ ବ୍ୟାୟାମ କରିବେ ତାର ସମୟ ସ୍ଥିର କରିବା ନିହାତି ଜରୁରୀ। ଆଉ ପ୍ରତିଦିନ ସେହି ସମୟରେ ବ୍ୟାୟାମ କରିବା ଅତି ଭଲ। ସବୁବେଳେ ନିଜ ସାମର୍ଥ୍ୟ ଅନୁସାରେ ବ୍ୟାୟାମ କରନ୍ତୁ। ଏହା କରିବା ପୂର୍ବରୁ ଅଳ୍ପ ପାଣି ପିଇ ପାରନ୍ତି। ସବୁଠାରୁ ଖାସ୍ କଥା ହେଲା ବ୍ୟାୟାମ କରିବା ପୂର୍ବରୁ ନିଜର ନିତ୍ୟକର୍ମ ଶେଷ କରିବାକୁ ଭୁଲନ୍ତୁ ନାହିଁ। ଏହାଦ୍ୱାରା ବ୍ୟାୟାମ କରିବାକୁ ଆନନ୍ଦ ଲାଗିଥାଏ। ଆଉ ଯଦି ଅସୁସ୍ଥ ଅନୁଭବ କରୁଛନ୍ତି ତେବେ ବ୍ୟାୟାମରୁ ବିରତ ରୁହନ୍ତୁ। ପାଦର ମହତ୍ଵ କେତେ? ବାପାଙ୍କ ପାଦ ଛୁଇଁଲେ ସମ୍ପତ୍ତିର ଅଭାବ ରହେ ନାହିଁ। ମାର ପାଦ ଛୁଇଁଲେ ସମ୍ମାନର ଅଭାବ ରୁହେ ନାହିଁ। ବଡ଼ ଭାଇର ପାଦ ଛୁଇଁଲେ କୌଣସି ବ୍ୟକ୍ତି ଶକ୍ତିହୀନ ହୁଏ ନାହିଁ। ବଡ଼ ଭଉଣୀର ପାଦ ଛୁଇଁଲେ ଚରିତ୍ରହୀନ ହୁଏ ନାହିଁ। ଗୁରୁଙ୍କ ପାଦ ଛୁଇଁଲେ ଜ୍ଞାନର ଅଭାବ ରୁହେ ନାହିଁ। ଈଶ୍ୱର ଯାହାର ମନ ପବିତ୍ର ଥାଏ ଈଶ୍ୱର ନ ପୂଜିଲେ ମଧ୍ୟ ଈଶ୍ୱରଙ୍କ କୃପା ସାଥିରେ ରହିଥାଏ। ଯେଉଁ ମଣିଷର ମନ ଅପବିତ୍ର ଥାଏ ମଣିଷ ନିଜ ପାଖରେ ଈଶ୍ୱରଙ୍କ ମୂର୍ତ୍ତି ରଖିଲେ ବା ପୂଜିଲେ ସେ ଭକ୍ତିର କୌଣସି ମୂଲ୍ୟ ନଥାଏ। ଯେଉଁ ଲୋକ ନିଜ ଲାଭ ଆଶାରେ ମିଥ୍ୟା କଥା କହେ ମିତ୍ର ଓ ବନ୍ଧୁମାନଙ୍କ ଉପକାର କରିବା ଉଦ୍ଦେଶ୍ୟରେ ମିଛ ସାକ୍ଷୀ ଦିଏ ତାହାର नरक गति सुनिश्चित। व्यापार हो या व्यवहार उन्हीं लोगों से रखिए जिनकी ज्ञान से ज्यादा जुबान की कीमत हो। जेमिति खाइबारे लुण कमी गले खाइबाटा जेते सुंदर होई थाउ ना काहींकी खाइबा पूरा बेकार लगी थाए। ठीक सेमिति मनीष जेते सुंदर होई थाउ ना काहींकी यदि ता पाखरे दया क्षमा ଓ ଭଲ ପାଇବା ନାହିଁ ସେ ମଣିଷ ପଶୁ ସହିତ ସମାନ ହୋଇଥାଏ। ଗୋଟିଏ ପଶୁ ଓ ତା ଭିତରେ କିଛି ବି ଫରକ ନଥାଏ। ଭଗବାନ କହିଛନ୍ତି ତୁମେ କାହାକୁ ଦୁଃଖ ଦେଇ ମୋ ପାଖେ ସୁଖ ଆଶା ରଖ ନାହିଁ। ଆଉ ଯଦି ମୁହୂର୍ତ୍ତକେ ପାଇଁ ଖୁସି ଦେଇଛ ତେବେ ତୁମେ ତୁମ ଦୁଃଖର ଚିନ୍ତା କର ନାହିଁ। ଏହି ସବୁ କଥାକୁ ମନେ ରଖନ୍ତୁ। ପିତା ମାତାଙ୍କ ସେବା ଯତ୍ନ କରନ୍ତୁ। ଗୀତା ଭାଗବତ ପାଠ କରନ୍ତୁ। ପର ଉପକାରୀ ହୁଅନ୍ତୁ। ସବୁବେଳେ ମଧୁର ବଚନ କୁହନ୍ତୁ। କଠିନ ପରିଶ୍ରମ କରନ୍ତୁ। ସକାଳୁ ଶୀଘ୍ର ଉଠନ୍ତୁ। ଖରାପ ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ। ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ। ଯଦି ଆପଣ ଠିକ୍ ଆଜ୍ଞା ତାହେଲେ ଠିକ୍ ବୋଲିକିରି ପ୍ରମାଣ ଦେବାର କିଛି ଆବଶ୍ୟକ ନାହିଁ। ସବୁବେଳେ ଠିକ୍ ହେଇକିରି ରହୁନ୍। ସମୟ ହିଁ ଆପଣଙ୍କର ପ୍ରମାଣ ଦେଇଦେବା। ସମ୍ପର୍କ ଆରମ୍ଭ ହୁଏ ସ୍ନେହରୁ ବଞ୍ଚି ରହେ ବ୍ୟବହାରରୁ ଅନୁଭବ ହୁଏ ଯନ୍ତ୍ରଣାରୁ ଅନୁଭୂତି ରହେ ହୃଦୟରୁ ଫିକା ପଡ଼ିଯାଏ ଅବହେଳାରୁ ଆଉ ଭାଙ୍ଗିଯାଏ
ଛୋଟିଆ ବୁଝାମଣାରୁ ସମୟ ତାକୁ ବି ଟିକେ ଦିଅନ୍ତୁ ଯିଏ ଆପଣଙ୍କୁ ଭଲ ପାଉଛି, କାରଣ କାଲି ହୁଏତ ସମୟ ଆପଣଙ୍କ ପାଖରେ ଥିବ, ହେଲେ ସେ ଭଲ ପାଇବା ମଣିଷଟା ଆପଣଙ୍କ ପାଖରେ ନଥିବ। ଜୟ ଶ୍ରୀ ଜଗନ୍ନାଥ।